ଆପଣ ଇନଷ୍ଟାଗ୍ରାମ କେବଳ ଟାଇମ୍ ପାସ୍ ପାଇଁ ୟୁଜ୍ କରୁଛନ୍ତି କି ନା କିନ୍ତୁ ଜାଣିଛନ୍ତି ଏଇ ଇନଷ୍ଟାଗ୍ରାମ ଲୋକେ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ଆର୍ନ କରୁଛନ୍ତି। ଆଜି ମୁଁ ଆପଣଙ୍କୁ ସେଇ ଇନଷ୍ଟାଗ୍ରାମ ଆର୍ନିଂ ଷ୍ଟ୍ରାଟେଜି ଷ୍ଟେପ୍ ବାଇ ଷ୍ଟେପ୍ ଦେଖେଇବି ଯାହାଦ୍ୱାରା ଆପଣ ମଧ୍ୟ ଆର୍ନ କରିପାରିବେ। ଠିକ୍ ଅଛି, ନମସ୍କାର, ମୋ ନାଁ ଆଶା ଏବଂ ଏହି ଚ୍ୟାନେଲରେ ମୁଁ ଆପଣଙ୍କୁ ଶିଖେଇବି ଅନଲାଇନ୍ ଆର୍ନିଂ, ଡିଜିଟାଲ ସ୍କିଲ୍ସ, ଘରେ ବସି ଇନକମ୍ କରିବାର ଇଜି ମେଥଡ୍ସ। ଓକେ, ଦେଖନ୍ତୁ ଗାଇସ୍, ଆପଣ ଯଦି ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ ତାହେଲେ ହିଁ ଆପଣ ବୁଝିପାରିବେ ଯେ କେମିତି ଅନଲାଇନ୍ ଘରେ ବସିକି ଇନଷ୍ଟାଗ୍ରାମ ଥ୍ରୁରୁ ବା ଆମର ଆର୍ନିଂ କରିପାରିବେ। ଓକେ, ସବୁଠାରୁ ପ୍ରଥମ ଗୋଟେ ଇମ୍ପୋର୍ଟାଣ୍ଟ କଥା ବୁଝନ୍ତୁ, ଇନଷ୍ଟାଗ୍ରାମରୁ ଆର୍ନିଂ ହେଉଛି କିପରି ହେଉଛି, କନସିଷ୍ଟେନ୍ସି ପ୍ଲସ୍ ଷ୍ଟ୍ରାଟେଜି ଦ୍ୱାରା ହିଁ ପସିବଲ୍। ଏହା କୌଣସି ରାତାରାତି ନୁହେଁ। ହେଲା, ଯଦି ଆପଣ ଦିନକୁ ଘଣ୍ଟାଏ 2 ଘଣ୍ଟା ଡେଡିକେଟେଡ୍ ହେଇ କରିବେ କାମ, ତେବେ 3-6 ମାସ ଆର୍ନିଂ ଷ୍ଟାର୍ଟ ହେବ ନିଶ୍ଚିତ। ଫାର୍ଷ୍ଟ ଜିନିଷ ମୁଁ ସବୁ ଭିଡ଼ିଓରେ ଆପଣଙ୍କୁ କୁହେ କି ନିଚ୍ ଫାର୍ଷ୍ଟ ଆପଣ କ୍ଲିୟର କରିବେ। ସବୁଠାରୁ ଇମ୍ପୋର୍ଟାଣ୍ଟ ଷ୍ଟେପ୍ ହେଉଛି ନିଚ୍। ବୁଝିପାରିଲେ, ନିଚ୍ ସିଲେକ୍ସନ୍ କରନ୍ତୁ, ସେହି ଅନୁସାରେ ହିଁ ଆପଣ ସେହି ଟପିକ୍ ଉପରେ ହିଁ ଆପଣ କଣ୍ଟେଣ୍ଟ କରିବେ। ଓକେ, ତ ଫାର୍ଷ୍ଟ ଆପଣଙ୍କ କାମ ରହିଲା, ଯଦି ଆପଣ ଆର୍ନିଂ କରିବା ପାଇଁ ଚାହୁଁଛନ୍ତି ଏବଂ ନିଜର ପରିଚୟ କ୍ରିଏଟ୍ କରିବା ପାଇଁ ଚାହୁଁଛନ୍ତି, ତ ପ୍ରଥମ ଜିନିଷ ରହିଲା କି ନିଜର ନିଚ୍ କ୍ଲିୟର କରନ୍ତୁ। ଆପଣ ସମସ୍ତେ ଜାଣିଛନ୍ତି ପପୁଲାର ନିଚ୍ ଆମର କ'ଣ ରହୁଛି, ଲେଡ଼ିଜ୍ ହାଉସୱାଇଫ୍ ମାନଙ୍କ ଗାର୍ଲସ୍ ମାନଙ୍କ ପାଇଁ କୁକିଂ, ବ୍ୟୁଟି ଆଣ୍ଡ ସ୍କିନ୍ କେୟାର ଉପରେ, ମୋଟିଭେସନ୍, ଅନଲାଇନ୍ ଆର୍ନିଂ, ପ୍ୟାରେଣ୍ଟିଂ। ଏଇ ଭିତରୁ ଆପଣ ଯେକୌଣସି ଗୋଟେ ବି ନିଚ୍ କ୍ଲିୟର ମାନେ ଚଏସ୍ କରନ୍ତୁ, ତା ଉପରେ ହିଁ ଆପଣ କଣ୍ଟେଣ୍ଟ କରନ୍ତୁ। ଯାହା ଆପଣଙ୍କୁ ଭଲ ଲାଗିବ ସେହି ନିଚ୍ ହିଁ ଆପଣ ସିଲେକ୍ସନ୍ କରିବେ। ଇଏ ମାନେ ନୁହେଁ ଯେ ସିଏ କରୁଛନ୍ତି ଆମେ ତାକୁ ଦେଖି କପି କରିଦେବା, ସେଇ ଜିନିଷ ନୁହେଁ। ଇନଷ୍ଟାଗ୍ରାମରେ ସକ୍ସେସ୍ ପାଇବା ପାଇଁ ହେଲେ ନା କଣ୍ଟେଣ୍ଟ କିଙ୍ଗ ନିହାତି ହେବା ଦରକାର। ଠିକ୍ ଅଛି, ଆପଣ କ'ଣ ପୋଷ୍ଟ କରିବେ ସେଇଟା କିଛି ଦେଖନ୍ତୁ, ଆପଣ କ'ଣ ପୋଷ୍ଟ କରିବେ ସେଇଟା ହେଉଛି ମ୍ୟାଣ୍ଡେଟରୀ। ରିଲ୍ସ ଡେଲି 1-2ଟା, ସର୍ଟଲି ମାନେ ଷ୍ଟୋରି ଟେଲିଂ ହଉ, ଡେଲି ଅପଡେଟ୍ ଯାହା ବି ଆପଣ ଦେବେ। ତାପରେ ଆପଣ ଗୋଟେ ଯେଉଁ କଣ୍ଟେଣ୍ଟ ପୋଷ୍ଟ ତାର ଭ୍ୟାଲ୍ୟୁ ରହିବା ଦରକାର, ଭ୍ୟାଲ୍ୟୁ କଣ୍ଟେଣ୍ଟ ପୋଷ୍ଟ କରୁଥିବେ। ଠିକ୍ ଅଛି, ଯଦି ଆପଣ ହୁକ୍ ତା ସହିତ ଭ୍ୟାଲ୍ୟୁ ଥିବ ନା, ତାପରେ କଲ୍ ଟୁ ଆକ୍ସନ୍ ପ୍ରତି କଣ୍ଟେଣ୍ଟରେ, ତ ସେଇଟା ବହୁତ ଶୀଘ୍ର ଭାଇରାଲ୍ ଯିବ। କେମିତି ଜିରୋରୁ ଆର୍ନ କଲି, ଫାର୍ଷ୍ଟ ଜିନିଷ ହୁକ୍ ସେଇଟା ରହିଲା। ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ ରହିଲା, ତାର ଭ୍ୟାଲ୍ୟୁ ଆପଣ ସେଠି ଦେଲେ ବଡ଼ିରେ। ଠିକ୍ ଅଛି, ଫଲୋ ପରେ କ'ଣ କରିବେ ନା CTA ଦେଇଦେଲେ, କଲ୍ ଟୁ ଆକ୍ସନ୍। ଆପଣ ଯଦି ଚାହୁଁଛନ୍ତି କରିବା ପାଇଁ ତାହେଲେ ଆପଣ ବି ଏଠି କରିପାରିବେ। ଓକେ, ତ ଫଲୋଅର୍ସ ବଢ଼ିବା ପାଇଁ ଫାର୍ଷ୍ଟ ଜିନିଷ ଆପଣ କ'ଣ କରିବେ ନା, ଫଲୋଅର୍ସ ବଢ଼ିବା ପାଇଁ ଟ୍ରେଣ୍ଡିଂ ଅଡ଼ିଓ ୟୁଜ୍ କରିବେ। ଜିନିଷ ମନେ ରଖିବେ, ହ୍ୟାଶଟ୍ୟାଗ୍ ୟୁଜ୍ କରିବେ, ଆର୍ନିଂ ଟିପ୍ସ, ଓଡ଼ିଆ ରିଲ୍ସ ଯାହା ବି ହଉ। ତା ସହିତ କନସିଷ୍ଟେନ୍ସି ମେଣ୍ଟେନ୍ କରିବେ, ଆଉ କମେଣ୍ଟର ରିପ୍ଲାଏ ନିହାତି ହିଁ ଦେବେ ଆପଣ। ତାହେଲେ ଲୋକ ସହିତ ଆପଣ ବହୁତ ଭଲ ଏଙ୍ଗେଜ୍ ବି ଆସିବ। ପ୍ରଥମ 3 ସେକେଣ୍ଡ ହୁକ୍ ଷ୍ଟ୍ରଙ୍ଗ ଏମିତି ରଖନ୍ତୁ, ଲୋକ ଦେଖୁ ଦେଖୁ ରହିଯିବେ ଆପଣଙ୍କର ରିଲ୍ ଉପରେ। ବୁଝିପାରିଲେ, ତାପରେ ବଡ଼ି ସେମିତି ଦେବେ ଷ୍ଟ୍ରଙ୍ଗ, ତାପରେ ଆପଣ ଦେବେ CTA ବି ସେମିତି ଦେବେ। ଇନଷ୍ଟାଗ୍ରାମର ଆର୍ନ କରିବା 5ଟି ବେଷ୍ଟ ମେଥଡ଼ ଆପଣ ଜାଣିଛନ୍ତି ନା। ଫାର୍ଷ୍ଟ ହେଉଛି ଆଫିଲିଏଟ୍ ମାର୍କେଟିଂ, ଦେନ୍ ହେଉଛି ପ୍ରଡ଼କ୍ଟ ପ୍ରମୋଟ୍ କରିବା ବା କମିଶନ୍ ଆର୍ନ କରିବା। ସେକେଣ୍ଡ ହେଉଛି ବ୍ରାଣ୍ଡ ପ୍ରମୋସନ୍, ମାନେ ବ୍ରାଣ୍ଡସ୍ ଆପଣଙ୍କୁ ପେ କରିବେ। ତା ସହିତ ଡିଜିଟାଲ ପ୍ରଡ଼କ୍ଟସ୍ ଆପଣ ଜାଣିଥିବେ, କୋର୍ସ ହେଲା, ଇ ବୁକ୍ ସେଲ୍ ହେଲା, ଏଗୁଡ଼ା। ତା ସହିତ ଆପଣ ଫ୍ରିଲାନ୍ସିଂ, ଯେଉଁଥିରେ ସ୍କିଲ୍ ସେଲ୍ ଏଡ଼ିଟିଂ ଗୁଡ଼ା ରହିଆସିଛି, ଏବଂ ଡିଜାଇନ୍ ବି ସେଠି ଆପଣ ଫ୍ରିଲାନ୍ସିଂରେ କରିପାରିବେ। ପୁଣି କ୍ରିଏଟର ବୋନସ୍ ଯେଉଁଟା ଜାଣିଛନ୍ତି ଆପଣ, କ୍ରିଏଟର ବୋନସ୍, ରିଲ୍ସ ବୋନସ୍, ଭ୍ୟୁଜ୍ ଉପରେ ଆର୍ନିଂ, ଏସବୁ ଜିନିଷ ଆପଣ ଏଠୁ ଆରାମସେ ଯଦି ଆପଣ ଶିଖନ୍ତି ଆରାମସେ ପାଇପାରିବେ। ପ୍ରଥମେ ଅଡ଼ିଏନ୍ସ ବିଲ୍ଡ କରନ୍ତୁ, ପରେ ଆର୍ନିଂ ଅଟୋମେଟିକ୍ ଆସିବ। ଫାର୍ଷ୍ଟ ନିଜର ଅଡ଼ିଏନ୍ସ ହିଁ ବିଲ୍ଡ କରିବା ଦରକାର, ଗୋଟେ ବେସ୍ ତିଆରି କରିଦେବା ଦରକାର। ବେସ୍ ତିଆରି ହେଲେ ଗଛ ଅଟୋମେଟିକ୍ ଉପରକୁ ଉଠିବ, ଯେପରି ଠିକ୍ ସେହିପରି ପ୍ରଥମେ ଅଡ଼ିଏନ୍ସ ବିଲ୍ଡ କରିବା ଦରକାର, ତାପରେ ହିଁ ସେ ଆର୍ନିଂଟା ଅଟୋମେଟିକ୍ ହିଁ ଆସିବ। ଏହି ମିଷ୍ଟେକ୍ କେବେ କରିବେନି, ମାନେ କ'ଣ ଜାଣିଛନ୍ତି ନା, କଣ୍ଟେଣ୍ଟ କାହାର କପି କରିବେ ନାହିଁ। ଫାର୍ଷ୍ଟ ଜିନିଷର କଣ୍ଟେଣ୍ଟ ଯଦି କପି କଲେ ଯେତେ କାମ କରନ୍ତୁ ନା କାହିଁକି ସବୁ ପରିଶ୍ରମ ବୃଥା। ତ କଣ୍ଟେଣ୍ଟ କେବେ ବି କପି କରିବେ ନାହିଁ, ଅନ୍ କଣ୍ଟେଣ୍ଟ ରଖିବେ, ମାନେ ଇନକନସିଷ୍ଟେଣ୍ଟ ପୋଷ୍ଟିଂ, କନସିଷ୍ଟେନ୍ସିରେ ପୋଷ୍ଟିଂ କରିବେ। ତା ସହିତ ପ୍ୟାସେନ୍ସ ନ ରଖିବେ, ଅନଲି ସେଲିଂ नो ଏସବୁ ଜିନିଷ ନୁହେଁ, ପ୍ୟାସେନ୍ସ ନିହାତି ରଖିବେ। ଠିକ୍ ଅଛି, ଭ୍ୟାଲ୍ୟୁ ଦେଲେ ହିଁ ଅଡ଼ିଏନ୍ସ ଟ୍ରଷ୍ଟ ବିଲ୍ଡ ହେବ। ଓକେ, ତେଣୁ ଏହି ଥିଲା କମ୍ପ୍ଲିଟଲି ଇନଷ୍ଟାଗ୍ରାମ ଆର୍ନିଂ ଷ୍ଟ୍ରାଟେଜି। ଯଦି ଆପଣ ସିରିୟସ୍ ଅଛନ୍ତି, ଆଜିଠାରୁ ଷ୍ଟାର୍ଟ କରିବା ପାଇଁ ଚାହୁଁଛନ୍ତି,
ତାହେଲେ ଆପଣ ମୋ ଭିଡ଼ିଓକୁ ଯଦି ଆପଣଙ୍କୁ ଷ୍ଟାର୍ଟ କରନ୍ତୁ ଆରାମସେ କରିପାରିବେ ନିର୍ଭୟରେ। ଏବଂ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ କମେଣ୍ଟରେ ଷ୍ଟାର୍ଟ ଲେଖିବେ। ମୁଁ ଆପଣଙ୍କୁ ପର୍ସନାଲ ଗାଇଡ଼ କରିବି କିପରି ଆପଣ ଇନଷ୍ଟାଗ୍ରାମରେ ରିଲ୍ ପୋଷ୍ଟ କରି ଆର୍ନିଂ କରିବେ। ଠିକ୍ ଅଛି। ତା ସହିତ ୟୁଟ୍ୟୁବରେ ଯେଉଁ ଇନଷ୍ଟାଗ୍ରାମରୁ କେମିତି ଟଙ୍କା କମେଇବେ ଏଇଟା ତ ଆପଣ ସବୁ ଜିନିଷ ପ୍ରଥମେ ଯେତିକି କୁହା ସେତିକି ଯେଉଁ ରିଲ୍ସ ଅପଲୋଡ଼ କରିବାଠୁ ଆରମ୍ଭ କରି ସବୁ ଜିନିଷ ଧୀରେ ଧୀରେ କରିବେ ଯଦି ଆପଣ ଆରାମସେ ଶିଖିପାରିବେ। ଠିକ୍ ଅଛି। କିନ୍ତୁ କନସିଷ୍ଟେନ୍ସି ମେଣ୍ଟେନ୍ କରିବେ, କଣ୍ଟେଣ୍ଟ କାହାକୁ କପି କରିବେନି, ଏଇଟା ସବୁଠୁ ବଡ଼ ଜିନିଷ। ଠିକ୍ ଅଛି। ଇନଷ୍ଟାଗ୍ରାମ ଆର୍ନିଂ ଷ୍ଟ୍ରାଟେଜି ମାନେ କ'ଣ କହିଲେ 0 ଫଲୋଅର୍ସରୁ ବି ଇନକମ୍ ବହୁତ ଭଲ କରିବ ଇନଷ୍ଟାଗ୍ରାମ ସିକ୍ରେଟ୍ ଓଡ଼ିଆରେ ଆପଣ ଦେଖିପାରିବେ। ଆଉ ଗୋଟେ ଜିନିଷ କ'ଣ ହେଲା ଦେଖନ୍ତୁ, ଯଦି ଇନଷ୍ଟାଗ୍ରାମ ଆର୍ନିଂ କରିବା ପାଇଁ ଚାହୁଁଛନ୍ତି, ଯଦି ଏଇ ଭିଡ଼ିଓରେ ଆପଣ ଶିଖିବେ ଭାବୁଛନ୍ତି କମ୍ପ୍ଲିଟଲି ଷ୍ଟ୍ରାଟେଜି ଷ୍ଟେପ୍ ବାଇ ଷ୍ଟେପ୍ କୁହାଯିବ ଏବଂ ଆପଣ ବି ଏଠି ଶିଖିକି ବହୁତ ଭଲ ଆର୍ନିଂ ମଧ୍ୟ କରିପାରିବେ। ଠିକ୍ ଅଛି। ରହିଲେ ନମସ୍କାର।